ଆମର ପୟଲା ଗ୍ରାମରେ ଯେଉଁ ଆତଙ୍କବାଦୀ ଆକ୍ରମଣ କରିଦେଇ ଗଲେ, ସେ ଆତଙ୍କବାଦୀକୁ ଆଉ ସେଇ ଯେଉଁ ଦେଶ ପୋଷିଥିଲା ଆତଙ୍କବାଦୀ, ସେମାନଙ୍କୁ ମଜା ଚଖେଇବା ପାଇଁ ଆମ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଅକ୍ଷରରେ ସୁନ୍ଦର ଭାବରେ ଅପରେସନ୍ ଆରମ୍ଭ କଲେ। ଆଗରୁ ଥିଲା ସର୍ଜିକାଲ ଷ୍ଟ୍ରାଇକ୍, ଏବେ ସିନ୍ଧୁ ନଦୀ ସହରେ ଅପରେସନ୍ ପୁରା ଠପ୍, ପାକିସ୍ତାନର ପାଣି ମାରି ଦିଆଗଲା। ସିନ୍ଧୁର ଅପରେସନ୍ ଆତଙ୍କବାଦୀଙ୍କର ଯେଉଁ ଆଡ଼ା ଥିଲା 9ଟି, ତାକୁ ଧ୍ୱଂସ କରିଦେଲା। ପରେ ପାକିସ୍ତାନର ଫାଟିଲା। ପାକିସ୍ତାନ ଚାଇନାରୁ ଆଣିଥିଲା ଯେତିକ ସବୁ, ଆପଣମାନେ ଜାଣିଥିବେ, ସାଧାରଣ ଲୋକ ଅସାଧାରଣ କଥା, ଚାଇନା ବାଣ ଭଡ଼କିନା ନିଆଁ ଧରିବ କିନ୍ତୁ ଫୁଟିବ ଶବ୍ଦ ନାହିଁ। ପକେଟରେ ପୁରେଇକି ପିଲା ବି ଫୁଟେଇ ଦିଅନ୍ତି ଚାଇନା ବାଣ। ଚାଇନା ଖେଳନା ଦେଖିବାକୁ ଚିକିଚିକିଆ ଭାରି ଭଲ ହେଇଥିବ, ଦେଖିବ ଛୋଟ ଛୁଆଙ୍କୁ ଆଣିକି ଦେଇଦେବେ ସେ ଖେଳନା, ସେ ଚକଟାକୁ ଏମିତି ଗଡ଼େଇ ଦେଉଥିବ, ଚକ ଉଗୁଳିକି ଆଗରେ ଦୌଡ଼ିଥିବ, ଗାଡ଼ି ହାତରେ ଛୁଆଙ୍କର ଥାଏ। ସେଇଭଳି ଆଜି ଯେଉଁ ଅସ୍ତ୍ର ବିରତି ପାଇଁ ଡକେଇଲେ ବା ଫୋନ୍ କରିକି କହିଲେ ପାକିସ୍ତାନ ଅଧିକାରୀ ଯେ ଆମେ ବିରତି ରହିବା ଆଉ ଯୁଦ୍ଧ କରିବାନି, ପୁଣି ସନ୍ଧ୍ୟାବେଳକୁ, ଗତକାଲି ସନ୍ଧ୍ୟାବେଳେ ପୁଣି ସେ ଅସ୍ତ୍ର ବିରତି ଲଙ୍ଘନ କଲେ। ସାଙ୍ଗଟି ମୋତେ ପଚାରୁଛି, କହିଲା ଏରା ଦୋମୁହା ନୀତି କରୁଛି। ଆରେ ଦୋମୁହା ନୀତି କ'ଣ କରିବ? ତା ତ ସବୁବେଳେ ଦୁଇଟା ମୁହଁ, ଇଆଡ଼େ ନିଜସ୍ୱ ମତ ଆଉ ଗୋଟେ ହେଲା ଆତଙ୍କବାଦୀ ମତ। ସିଏ ତ ଶଙ୍କର ଜାତୀୟ, ଆଉ ସିଏ କେଉଁଠୁ ଆଉ ଦୁଇ ମତ କେମିତି ନ କରିବ? ସେ ଦୁଇ ନାଁରେ ଗୋଡ଼ ଦିଏ। କିନ୍ତୁ ଆଉ ଗୋଟେ ସତ କଥା, ଚାଇନାଠୁ ଯେଉଁ ଡ୍ରୋନ୍ ଆଣିଥିଲା, ଯେମିତି ଗାଁ ଗଣ୍ଡାରେ ଗାଈ ଗୋଠ ଗଲାବେଳେ ଗୁଡ଼ାଏ ବୁଢ଼ା ଗାଈ ଗୋରୁ ଷଣ୍ଢ ସହ ଓଗେରେ ସବୁ ପଛରେ ପଛରେ ଆସନ୍ତି, ଗାଈ ଖାଇ ପିଇକି ଶୋଇଲା ବେଳକୁ ସେ ଗୁହାଳେ ପହଞ୍ଚନ୍ତି। ସେମିତି ସେ ଏକାବେଳକେ ସବୁ ଲଗେଇଥିଲା। ଏଇଟା ଚାଇନାଠୁ ଆଣିଥିଲା ବାରୁଦ ଫେଲୁଅର ଜିନିଷ ଗୁଡ଼ାକ, ବହୁତ ଲେଟ୍ରେ ଲାଗିକି ମାନେ ଆସୁଛନ୍ତି, ଧୀରେ ଧୀରେ ପଡ଼ି ଉଠିକି ଆସିଲା ବେଳକୁ ସେତେବେଳକୁ ଅସ୍ତ୍ର ବିରତି ହେଇଯାଇଛି। କିନ୍ତୁ ଇଏ ଆସିଛନ୍ତି ତ ଆଉ ଯାତ୍ରା କରିଦେଇଛନ୍ତି, ମାନେ କ୍ଷେତ୍ର ଜାଗାରେ ପହଞ୍ଚିବାକୁ ପଡ଼ିବ। ସେଇ ସକାଶେ ଡେରି ହେଇଯାଇଛି, ବିରତି ସମୟ ପରେ ଆସିକି ପହଞ୍ଚନ୍ତି। ତାକୁ ଚିନ୍ତା କର, ଚାଇନାଠୁ ଆଣିଥିବା ପାକିସ୍ତାନ ଯେଉଁ ଡ୍ରୋନ୍ ଆଉ କ୍ଷେପଣାସ୍ତ୍ର, ସେ କେତେ ଶୀଘ୍ର କେତେ ଫାଷ୍ଟ ଅଛି ଚିନ୍ତା କର। ସେଇଥିପାଇଁକା ପାକିସ୍ତାନର ଫାଟିଲା। କହିଲା ଇଏ କି ବାଣ ଦେଲୁ ରେ ତୁ? ଶଳା ମୁଁ ଆଜି ଲଗଉଛି, ଯାଇକି 3 ଦିନ ପରେ ପହଞ୍ଚୁଛି ଯେତେବେଳେ ଅସ୍ତ୍ର ବିରତି ହେଉଛି। ଏଇ ଦୃଷ୍ଟିରୁ ଅସ୍ତ୍ର ବିରତି କରିଲା ତା ଆଡ଼ୁ ପାକିସ୍ତାନ। କିନ୍ତୁ ନରେନ୍ଦ୍ର ମୋଦି ଆମର ଯାହା କରନ୍ତି ନା, ସର୍ଜିକାଲ ଷ୍ଟ୍ରାଇକ୍, ସିନ୍ଧୁ ଜଳୀୟ ଷ୍ଟ୍ରାଇକ୍ ଆଉ ସିନ୍ଦୁର ଷ୍ଟ୍ରାଇକ୍ ବା ଅପରେସନ୍ ଯାହା କରନ୍ତି ସବୁ ରାତିରେ କରନ୍ତି। କାରଣ ନା ସମସ୍ତେ ଯେମିତି ସୂର୍ଯ୍ୟ ଉଠିଲା ବେଳକୁ କ'ଣ କହନ୍ତି, କଉଆଡ଼େ ଗୁଡ୍ ମର୍ଣ୍ଣିଂ। ସାଧାରଣ ଲୋକର ଅସାଧାରଣ କଥା ଦେଖିବ, ସାଧାରଣ ଲୋକର ଅସାଧାରଣ କଥା। ବର୍ତ୍ତମାନ ଟିଭିରେ ଦେଖିଲି ତ ରଖିଲି, ଆଉ କମେଣ୍ଟ କ'ଣ ଦେବା କଥା ଦେବେ ଆଉ।